କଥା ମୁଇଁ ଯେହେତୁ କଣ୍ଟ୍ରୋଲର ଥିଲି ଆମର ୟୁନିଭର୍ସିଟି ନୂଆ ହେଲା ବେଳକେ ପୁଣି ସେଥିରେ ବି ଆମେ ମାର୍କ ଦେମୁ ସେ ମାର୍କଟା ତୁମ ମାର୍କସିଟ୍ରେ ସୁନ୍ଦର ଦିଶୁଥିବା ଆମେ ଧନ୍ୟ 90 ଦେଇଥିବୁ 92 ଦେଇଥିବୁ ଆଉ ଅନ୍ୟ ପେପର 60 62 64 ଦେଖୁଥିବ ଯେମିତି ତୁମ ଜୀବ ତୁମ ମାର୍କସିଟ୍ ଜୀବନ ସାରା ରହିବ ସେମାନେ ଭାବେ ଏଇ ମାର୍କଟା କେଉଁ ଦିଆହେଇଛି କହିଲେ ଏଇଟା ଦୟା ନାହିଁ ସେ ଆମେ କରିଛୁ କେତେ ପାଇଛୁ ସେଟା ହେଲେ ଆଉ ଏଇଟା ଗୋଟେ ଅପରଚୁନିଟି ଆମେ କାମଟା କରୁଛୁ କ୍ଷୀର ନେଇକିରି ଆମେ ଟେଷ୍ଟ କରୁ ଯାହା ବଢ଼ିଆ ଜିନିଷ ହେଉଛି ଫର୍ମାଲିନ୍ଟା ଆକ୍ଚୁଆଲି ବି ମିଲ୍କ ଭିତରକୁ ବି ଆସିଲା ନେଇଯାଉଛି ମାନେ ଦେଖ ଯେନ୍ କେମିକାଲଟା ଆମର କମ୍ ମରି ମାଛରେ ଫର୍ମାଲିନ୍ ଦେଲେ ଏଥିରେ ଫର୍ମାଲିନ୍ ଦେଲେ ଏଇଟା ଗୋଟେ କେତେ ସାଂଘାତିକ ଜିନିଷ ମାନେ ଫର୍ଟିଲାଇଜର ଥିଲା ଏବେ ଆମେ ଚେଞ୍ଜ କରବାର କଥା ମାଇଣ୍ଡ ଯେନ୍ ଅର୍ଗାନିକ୍ ଫର୍ଟିଲାଇଜର ଦଉଁ ସୋ ଦ୍ୟାଟ୍ ବଞ୍ଚୁମା ଏଟଲିଷ୍ଟ ଶାଗ ଖାଇବାଟା ଏଇ ବରଗଡ଼ ଏରିଆ ଗୋଟେ ଲୋକର ମ୍ୟାଡ଼ାମ୍ ଆମର ଘରେ ଶାଗ ଖାଇବାଟା ବନ୍ଦ ହେଇଯାଇଛି ଦିନ ମୁଇଁ ୟୁଟ୍ୟୁବରେ ନିଜର ଯେତେବେଳେ ଥିସି ଚାଷବାସ ଉପରେ ଟିକେ ଦେଖିସି ଦେଖିଲା ବେଲେ ଗୋଟେ ବରଗଡ଼ର ଗୋଟେ ଚାଷୀ କହିଲା ଆମେ ଶାଗ ଯେତେବେଳେ ବୁଣୁଛୁ ମଞ୍ଜି ବୁଣୁଛୁ ତା ସାଙ୍ଗେ ଗୋଟେ କେମିକାଲ ସେ କହିଲା ସେ କେମିକାଲ ବି ବୁଣି ଦେସୁଁ ସୋ ଦ୍ୟାଟ୍ ଆଉ ଘାସ ବିଲକୁଲ ନେଇକି ଆଣ୍ଡ ଦ୍ୟାଟ୍ କେମିକାଲ ଇଜ୍ ପଏଜନସ୍ କେମିକାଲ ତାହେଲେ ଆମେ ଯେ ଶାଗଟା ଆମେ ଭଲ କରି ଖାଉଛୁ ସେଟା ଆମର ଏଠି କରୁ लोग से एंता कला जे मार्केट में आमे एटा साग आर के बने घरे जे साग किसी जे मुनगा साग हला कि अन्य जे साग हला ई सब हम खामा बहुत लाइक खामा नॉर्मल एटा तो बिल्कुल नहीं से लागो सब